କାମ ଦେଲା ସୂର୍ଯ୍ୟକୁମାର ଯାଦବଙ୍କ ମାଷ୍ଟର ପ୍ଲାନ୍। 6 ତାରିଖରେ ଆରମ୍ଭ ହୋଇଥିଲା ଭାରତ ଓ ବାଂଲାଦେଶ ମଧ୍ୟରେ ପ୍ରଥମ ଟି20 ମ୍ୟାଚ୍, ଯେଉଁଥିରେ ଭାରତ ପ୍ରଥମେ ଟସ୍ ଜିତି ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା ଏବଂ କପ୍ତାନ ରୂପେ ନଜର ଆସିଥିଲେ ସୂର୍ଯ୍ୟକୁମାର ଯାଦବ। ତାଙ୍କର ଏହି ଚତୁର କ୍ୟାପ୍ଟେନସିପ୍ ଯୋଗୁଁ ବାଂଲାଦେଶ କେବଳ 127 ରନ୍ ସଂଗ୍ରହ କରିଥିଲା ଏବଂ ନୂଆ ଖେଳାଳିଙ୍କୁ ଯୋଗ କରି ବୋଲିଂରେ ଦେଖାଇଥିଲେ ଜବରଦସ୍ତ ପରଫର୍ମାନ୍ସ। ଏହି ମ୍ୟାଚ୍ରେ ବରୁଣ ଚକ୍ରବର୍ତ୍ତୀ 4 ଓଭର ବୋଲିଂ କରି 31 ରନ୍ ଦେଇଥିବା ବେଳେ 3ଟି ୱିକେଟ୍ ନିଜ ନାଁରେ ସଂଗ୍ରହ କରିଥିଲେ ଏବଂ ଅର୍ଶଦୀପ ସିଂ ମଧ୍ୟ 3 ଓଭର 5ଟି ବଲ୍ କରି କେବଳ 14 ରନ୍ ଦେଇ 3ଟି ୱିକେଟ୍ ନିଜ ନାଁରେ ସଂଗ୍ରହ କରିଥିଲେ। ଏହିପରି ଭାବେ ବାଂଲାଦେଶକୁ କେବଳ 19 ଓଭର 5ଟି ବଲ୍ରେ 10ଟି ୱିକେଟ୍ ହରାଇ 127 ରନ୍ରେ ଅଟକାଇ ଦେଇଥିଲେ ଓ ଭାରତ କେବଳ 11 ଓଭର 5ଟି ବଲ୍ ଖେଳି 132 ରନ୍ ସଂଗ୍ରହ କରି ଏହି ମ୍ୟାଚ୍କୁ ଜିତି ଯାଇଛି ଓ ହାର୍ଦ୍ଦିକ ପାଣ୍ଡ୍ୟା କେବଳ 16 ବଲ୍ରେ 39 ରନ୍ର ଜବରଦସ୍ତ ପାରି ଖେଳି ଏହି ମ୍ୟାଚ୍କୁ ସମାପ୍ତ କରିଥିଲେ। ସେଥିପାଇଁ ପୁଣି ଥରେ କାମ ଦେଲା ସୂର୍ଯ୍ୟକୁମାରଙ୍କ ମାଷ୍ଟର ପ୍ଲାନ୍।